हेलो हाय नमस्कार जय जगन्नाथ आशा करुच्ची आपण समस्ते भल थे आउ पाखापाखि गोटे वर्ष पर पुणी थे मो भिडियो को स्टार्ट करी मो यूट्यूब चैनल रे। तो फोटो देखिए जानीपे जे आम आज कौ जगह को जाऊँ। ये हूँ माँ हिंगुला मंदिर गोपाल प्रसाद तालचेर। मु आज मो मामू सहित सकाल 6 रु बाहर की आसलुनी। आपण समस्ते भावुथे मामू सहित केमी बुलायापी आसली। एक्चुअली मो कालिया बयस सान हेल्ले हाइट रे बड़ हेल्ले जहाँ हेउ से मो मामू आ सांग भी आम भितर सबू चले। ସବୁବେଳେ ना ना सबु चलेनी। गाड़ी चला गाड़ी चला। ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଏପ୍ରିଲ 22 ତାରିଖରେ ମା ହିଙ୍ଗୁଳାଙ୍କର ଯାତ୍ରା ହେବ। ଆଉ ଆପଣ ସମସ୍ତଙ୍କୁ ଅନୁରୋଧ ତାଳଚେର ଗୋପାଳ ପ୍ରସାଦ ମା ହିଙ୍ଗୁଳାଙ୍କ ଯାତ୍ରା ଆସିକି ଦେଖିକି ଯାଆନ୍ତୁ। ଆଉ ବହୁତ ସାରା ଲୋକ ଆସନ୍ତି, ବହୁତ ସାରା ଲୋକ ଦେଖିକି ଯାଆନ୍ତି। ବହୁତ ଫେମସ୍ ଏ ଯାତ୍ରା। ଏ କୋଇଲାକୁ ଟ୍ରାନ୍ସପୋର୍ଟ କରିବା ପାଇଁ ଏଠି ବହୁତ ମାନେ ହାଇଟ୍ ହାଇଟରେ ଦେଖନ୍ତୁ କେମିତି ସବୁ କନଭେୟର ଲାଇନ୍ କରାଯାଇଛି। କୋଇଲା ନେବା ପାଇଁ ମାଇନ୍ସରୁ। ପାଖକୁ ଯିବା ପାଇଁ ସାହସ ହେଲାନି, ଗୋଟିକିଆ ପୁଅ ନା। ଦୂରରୁ ଜୁମ୍ କରିକି ଭିଡ଼ିଓ ଆଣୁଛି। କ୍ଲିଅର୍ ନାହିଁ ହେଲେ ଅଳ୍ପ ଜଣାପଡ଼ୁଛି। ଏ ଯେଉଁ ଧୂଆଁ ସବୁ ଦେଖୁଛନ୍ତି, ଏ ଧୂଆଁ ଦେଖି ମୋ ମାମୁଁ କହୁଛି ନା କଣ କିଏ ଅଳିଆ ନିଆଁ ଲଗାଇ ଦେଇଥିବ। ହେଲେ ପାଖରେ ଯାଇକି ଦେଖିଲା ବେଳେ ମାଟି ଭିତରେ ଥିବା ଯେଉଁ କୋଇଲା ଗୁଡ଼ା ସବୁ ନିଆଁ ଲାଗିଗଲାଣି। ମାଟି ଫାଟିକି ଖସିବାରେ ଲାଗିଛି। ବହୁତ ଖତରନାକ ଜାଗା, ତଥାପି ଏ ପାଖାପାଖିରେ ଲୋକ ଯିବା ଆସିବା କରୁଛନ୍ତି। ହେଲେ ଆମର ଯିବାର ନାହିଁରେ ବାବା। ତାହେଲେ ଆମେ ପହଞ୍ଚିଗଲୁ ମନ୍ଦିର ପାଖରେ। ମନ୍ଦିର ପାଖରେ ବାଇକକୁ ପାର୍କିଂ କରି ଆମେ ଭୋଗ କିଣିବାରେ ଲାଗିଲୁ। ଭାଇଙ୍କ ଦୋକାନରେ ଫୁଲ, ନଡ଼ିଆ, କଦଳୀ, ଉଖୁଡ଼ା, ରାଶି ଲଡ଼ୁ, ବୁନ୍ଦି ଲଡ଼ୁ, ସବୁ ଲଡ଼ୁ ନାହିଁ ସବୁ କିଛି ଆଭେଲେବୁଲ୍ ଅଛି। ଯାହାର ଯାହା ଦରକାର କିଣିକି ନେବ। ଆମର ଏତେ ସବୁ ଦରକାର ନାହିଁ, ଯେତିକି ଦରକାର ସେତିକି ନେବା। ପଇସା ନାହିଁରେ ବାବା। ମାମୁଁ ମୋ ବିନା ଯିବନି, ଦେଖୁନ କେମିତି ଫେରିକି ଆସୁଛି। ହେ ଚାଲ ଚାଲ କ୍ୟାମେରା ରେଡ଼ି କରିଦିଏ, ଫଟୋ 2-3ଟା ଉଠାଇବା ନା। ରହିଯା। ହଁ ରହିଗଲା। ଆମ କଥା ମାନିଗଲା ଆଉ। କଥା ମାନିବା ମାଙ୍କଡ଼ଟା ଆଉ ନା। ଟିକେ ଦେଖିକି ଟିକେ ଯଦି ନଜର ହଟିବ, ମାଙ୍କଡ଼ ଭୋଗ ନେଇକି ଗଛରେ ବସିବ। ମନ୍ଦିରର ବହୁତ ସାରା କାମ ବାକି ଅଛି, ଧୀରେ ଧୀରେ କାମ ସବୁ ଚାଲିଛି। ମାଙ୍କ ପାଖରେ ଦୀପ ଧୂପ ଲଗେଇ ଦେଇକି ନନାଙ୍କୁ ପୂଜା ଭୋଗ ବଢ଼େଇଦେଲୁ। ନନା ପୂଜା ପାଠ ସାରିଦେଲେ, ତାପରେ ଆମେ ଚାଲିଲୁ ମନ୍ଦିର ଦେଖିବା ପାଇଁ।
ଯେତେ ସବୁ ମାଟି ଗୁଡ଼ା ଦେଖୁଛନ୍ତି ସେସବୁ ଯାହାର ଯାହା ମାନସିକ ଥିଲା ସେ ସମସ୍ତେ ଦେଇକି ଯାଇଛନ୍ତି। ଆପଣମାନେ ଚାହିଁଲେ ବି ଦେଇପାରିବେ। ଆଉ ମନ୍ଦିର ଭିତରେ ମାଆଙ୍କ ପାଖେ ଗୋଟେ ଅଖଣ୍ଡ ଦୀପ ଲାଗିଛି। ଯେକୌଣସି ଭକ୍ତ ଅଖଣ୍ଡ ଦୀପ ପାଇଁ ଘିଅ ଦେବା ପାଇଁ ଚାହୁଁଛନ୍ତି ସେମାନେ ମନ୍ଦିରର ପୂଜକଙ୍କ ସହିତ କଥା ହେବେ, ତାପରେ ଯାଇକି ଘିଅ ଦେବେ। ମନ ଇଚ୍ଛା ଘିଅ ଆଣିବେନି, ନହେଲେ ଆମ ପରିକା ପୁରା ହଇରାଣ ହେବେ। ପାଖାପାଖି ମୁଁ ବର୍ଷେ ପରେ ହେଇଯିବ ଆସିଛି। ତ ବର୍ଷେ ମାନେ ପୂର୍ବରୁ ଯାହା ଦେଖିଥିଲି ଏବେ ବି ପାଖାପାଖି ସେମ୍ ଅଛି, କିନ୍ତୁ କିଛିଟା କାମ ଆଗକୁ ବଢ଼ିଛି। ମନ୍ଦିର କାମ ତ ବହୁତ ବଢ଼ିଆ ହେଇଛି, ହେଲେ କଲର୍ ଦେଇଦେଲା ପରେ ଆହୁରି ବହୁତ ସୁନ୍ଦର ଦେଖାଯିବ। ବାହାରେ ବି ବହୁତ ସାରା କାମ ଏବେ ଚାଲିଛି, ଯାହା ହଉ କାମ ଧୀରେ ଧୀରେ ଚାଲିଛି। ହିଙ୍ଗଳା ଯାତ୍ରାକୁ ଯଦି ଆପଣ କେହି ଆସନ୍ତି ବୁଲିବା ପାଇଁ, ତାହେଲେ ଏତିକି ଗ୍ୟାରେଣ୍ଟି ଦେବି କେହି ହେଲେ କେବେ ଖାଲି ପେଟରେ ଭାଇ ଯାଇପାରିବେନି ଘରକୁ। ଏଠି ଖାଇବା ପିଇବା ସବୁ ଫ୍ରି। ବାଟରେ ଗଲାବେଳେ ଦହି ପାଣି, ଆଖୁ ରସ, ସରବତ, ଲେମ୍ବୁ ପାଣି ସବୁ କିିଛି ଫ୍ରି। ସେଠି ପହଞ୍ଚିଲା ପରେ ତରଭୁଜ, ମାଆଙ୍କ ପ୍ରସାଦ ସବୁ କିିଛି ଫ୍ରିରେ ଦିଆହେବ ସେଇଠି ଗୋଟେ ଦିନ। ତ ଆପଣ ନିଶ୍ଚିନ୍ତ ଆସନ୍ତୁ, ବୁଲିକି ଯାଆନ୍ତୁ। ଏଠି ତ ମାଆଙ୍କର ଦର୍ଶନ ସରିଲା। ଏବେ ଆମେ ବାହାରିଲୁ ମନ୍ଦିରର ପଛ ପାଖରେ ଥିବା ପାହାଡ଼ ଉପରେ ଜଗନ୍ନାଥ ମନ୍ଦିରକୁ। ଏତେ ସିଢ଼ି ଚଢ଼ିକି ଗଲାବେଳେ ମନ୍ଦିର ପହଡ଼ ପଡ଼ିସାରିଥିଲା। ବାହାରୁ ଠାକୁରଙ୍କୁ ମୁଣ୍ଡିଆ ମାରିକି ପାହାଡ଼ ଉପରେ ଟିକେ ବୁଲାବୁଲି କଲୁ। ପାହାଡ଼ ଉପରର ଦୃଶ୍ୟ ବହୁତ ଭଲ ଲାଗିଲା। ହେଲେ ମୋ ମାମୁଁକୁ ବହୁତ ଭୋକ ଲାଗିଲା। ସେଥିପାଇଁ ସେ ମୋତେ ଛାଡ଼ି ତରବର ହେଇକି ପଳେଇଲେ ଆଗୁଆ।
କହିବାକୁ ଗଲେ ମୋତେ ବି ଜୋରରେ ଭୋକ ଲାଗୁଥିଲା, ହେଲେ ବାଟରେ ମା କଲେଇ ଠାକୁରାଣୀଙ୍କୁ ଦର୍ଶନ ନ କରି କେମିତି ବା ଖାଇବୁ। ସେଥିପାଇଁ ବାଟରେ ମା କଲେଇଙ୍କର ଦର୍ଶନ ପାଇଁ ଗଲୁ। ମୁଣ୍ଡିଆ ମାରିକି ବି ମନ ଭରିନି ଛୁଆର। ଆଉ ଥରେ ମୁଣ୍ଡିଆ ମାରିବ ବୋଲି ଦୌଡ଼ିକି ପଳେଇଛି। ଟିକେ ମୁଣ୍ଡିଆ ମାରେ ଏବେ ଆସେ। ଆମେ ବି ମାଆଙ୍କୁ ମୁଣ୍ଡିଆ ମାରିକି ବାହାରିଲୁ। ପୁଣି ଦେଖାହେବ ନେକ୍ସଟ ୱିକରେ ଆଉ ଗୋଟେ ସୁନ୍ଦର ଜାଗାରେ। ତେବେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ। ମାମୁଁ ଭୋକ ଲାଗିଲାଣି ଜୋର, ପଇସା ବାହାର କର ଖାଇବା। ଏ ଭଣଜା କାଇଁ ଏଇନେ ଆଉ ପଇସା ହବ। ମାମୁଁ ହେଇକିନି ଭଣଜାକୁ ଟିକେ ଖାଇବାକୁ ବି ଦେଇପାରୁନ। ଛାଡ଼ ଦିଅ ମୋ ନଡ଼ିଆ ଦେଲ, ମୋ ନଡ଼ିଆ ଦିଅ ଜଲ୍ଦି ହେଲା, ନହେଲେ ନଡ଼ିଆ ଦିଅ ମୋର ଖାଇଦବ ତମେ, ଦିଅ।